ଆପଣ ବଡ଼ ଦୋଦୁଲି ମାନେ ପଡ଼ିଲେ ଆପଣ ନା ଆରେ ଇଏ କ'ଣ କଲେଣି କ'ଣ ଆଣିକି ପାଖରେ ବସେଇଲେଣି ଇଏ କ'ଣ ହବ ହବ ଆଗ ଭଳିଆ ଯଦି ମୋତେ ସେମିତି କଥା କହିବେ ଭଲ ପାଇବେ ସ୍ନେହ ଦେବେ। ଆଚ୍ଛା ସବୁର ଗୋଟେ ପ୍ରତିଦାନ ଅଛି ଯେମିତି ଭଲ ପାଇବା ଯିଏ ଦେବ ସେ ଭଲ ପାଇବା ସେମିତି ପାଇବ। କଥାର ଯଦି ଶାଳୀନତା ରହିବ ଏବଂ ସୁନ୍ଦରତା ରହିବ ମାଧୁର୍ଯ୍ୟତା ରହିବ ମନକୁ ମନ ସ୍ନେହ ସମ୍ପର୍କ ବଢ଼ି ଉଠିବ। ତା ଭିତରେ ବୋଧେ ଅଛି କଥାଟା ଯଦି ହୃଦୟକୁ ବାଧିଲା ବେଳେ କିଏ କହେ ତା ବଦଳରେ ସେ ଭଲ କଥା ତାକୁ କୁହ କେବେ କହିପାରିବନି। ତେଣୁ ସେଇଭଳିଆ କଥା ଯଦି ଚାଲିବ ତାହେଲେ ମଧ୍ୟ ଆଗରୁ ଯେମିତି ଚାଲିଥିଲା ସେମିତି ଚାଲିବ ଅସୁବିଧା କିଛି ନାହିଁ। ସେଇଭଳିଆ ଯଦି ସେମିତି ସ୍ନେହ ମମତା ଦେଇକି ଯେମିତି କଥା କହିବେ ଛୁଆମାନଙ୍କୁ ଦେଖିବେ ଭଲ ଦେଖିବେ ମୁଁ ସେଇଭଳିଆ କଥା କହିବି। ଆଉ ଯଦି ସେଇଭଳିଆ ଯଦି ଅଲଗା ଝିଅ ସାଥିରେ କଥା ହେଇକି ପୁଣି ଯଦି ସେଇଭଳିଆ କରିବେ ସେଇ କଥା ଅଲଗା ଝିଅ କୋଉଠି ତମ ସ୍ୱାମୀକୁ ତମେ କେମିତି ନିଜ ଇଏରେ ରଖିବ ସେଟା ଭାବ। ତମେ ଠିକ କରିବ କେମିତି କ୍ୟାପଚର କରି ସେଇଟା ହଉଛି କ'ଣ ଅଲଗା ଝିଅ କ'ଣ ବାହାରେ ରହୁଛି ତମେ କେମିତି ଭାଇଙ୍କୁ ରଖିବ କ'ଣ କରିବ ଆଗରୁ ରଖିଥିଲ ନା ଆଗରୁ ସେ ଯେମିତି ମୋତେ ସ୍ନେହ ଦେଉଥିଲେ ଯେମିତି ସ୍ନେହରେ କଥା କହୁଥିଲେ ହସ ଖୁସି ବୁଲେଇବାକୁ ଡାକନ୍ତି ତମେ ସେଇଟା ସ୍ନେହ ଦେଲେ ସିନା ସେ ତମକୁ ଦେବେ ଭଲ କଥାବାର୍ତ୍ତା କଲେ ସିନା ସେ ତମକୁ ଦେବେ। ପରିବାରର ବୋଝଟା ତମେ ଏତେ ସବୁବେଳେ ନଥିଲା ଚିଡ଼ଚିଡ଼ ହବ ସିଏ ବି ଚିଡ଼ଚିଡ଼ ହେବେ। ଖର୍ଚ୍ଚ କରିବାକୁ ଆମକୁ ସେ ସମୟରେ ଆମ ପାଖରେ କେମିତି ହେବେ ମୋ ଫୋନ କଲେ ସେ ବଦଳିଯିବ ନା ପାଞ୍ଚଟା ଛୁଆଙ୍କୁ ଯଦି ଭଲ ଦେଖିବ ଶୁଣ ସିଏ କୋଉ ତମେ କାମରେ ଯଦି ଥିବେ, ପାଞ୍ଚଟା ତମେ ତ ଛୁଆଙ୍କୁ ଦେଖିବ ଭଲ ଭାବେ ଦେଖିବ ଠିକ ସମାନ ଦେଖିବ ତାହେଲେ ବି ମାର ମନ ଅଟୋମେଟିକ ପରିବର୍ତ୍ତନ ହେଇଯିବ। ତା ଯୋଉ ମନରେ ବିଶ୍ୱାସ ସେ ପିଲା କମି ଯାଇଛି ତମ ପ୍ରତି ସେଇଟା ଅଟୋମେଟିକ ଆସିଯିବ ବୁଝିଲ କି ସେ ପିଲା କାହାର ମୋର ନା ନାହିଁ ତେଣୁ ମୋର ଦାୟିତ୍ୱ ଅଛି କଥା ପଦେ ପଦେ କରି ସମ୍ପର୍କ ଯୋଡ଼ି ହବ କଥା ପଦେ ପଦେ ସମ୍ପର୍କ ଯୋଡ଼ି ଯିବ ତେଣୁ କଥାଟା ହେଉଛି ମୁଖ୍ୟ କଥା।